ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ଲଗାତାର ଗମ୍ଭୀର ହେଉଛି। ଆଜି ସକାଳଠାରୁ ସନ୍ଧ୍ୟା 8ଟା ସୁଦ୍ଧା ମୁଣ୍ଡଳି ବ୍ୟାରେଜ୍ ଦେଇ ପ୍ରାୟ 8,73,000 କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି। ବର୍ତ୍ତମାନ ସ୍ଥିତି କ'ଣ ରହିଛି, ଆଜି ରାତି ସୁଦ୍ଧା ଜଳସ୍ତର ଆହୁରି ବଢ଼ିପାରେ କି? ଏହା ଉପରେ ଅଧିକ ସୂଚନା ପାଇଁ ଫୋନ୍ ଲାଇନ୍ରେ ଯୋଡ଼ି ହେଉଛନ୍ତି ଆମ ପ୍ରତିନିଧି ମନୋଜ। ମୁଣ୍ଡଳି ମହାନଦୀର ବର୍ତ୍ତମାନର ବନ୍ୟା ସ୍ଥିତି କିପରି ରହିଛି? ଦେଖନ୍ତୁ, ଯଦି ମୁଣ୍ଡଳିର କଥା କହିବା, ମୁଣ୍ଡଳି ମହାନଦୀରେ ଆଜି ସକାଳ 7ଟାରୁ ଧୀରେ ଧୀରେ ପାଣି ବଢ଼ିବାରେ ଲାଗିଥିଲା ଏବଂ 10ଟା ସୁଦ୍ଧା ପାଣିର ପରିମାଣ ଟିକେ ବୃଦ୍ଧି ପାଇଥିଲା। ତେଣୁ 8,13,428 କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା। ବର୍ତ୍ତମାନ ରାତି 8ଟା ସମୟ ହେଲାଣି। କହିବାକୁ ଗଲେ ଅଳ୍ପ କିଛି ମାଧ୍ୟମରେ ପାଣି ଧୀରେ ଧୀରେ ବଢ଼ିବାରେ ଲାଗିଛି ଏବଂ ପାଣିର ଜଳସ୍ତର ବର୍ତ୍ତମାନ ରହିଛି 8,73,000 କ୍ୟୁସେକ୍ ପାଣି ପ୍ରବାହିତ ହେଉଛି ମୁଣ୍ଡଳିଠାରେ। ଯଦି ଏଇଭଳି ଉପର ମୁଣ୍ଡରେ ବର୍ଷା ଲାଗି ରୁହେ ବା ମହାନଦୀରେ ପାଣି ଆଉ ଅଧିକ ଆସେ, ତାହେଲେ ଆଉ ଅଧିକ ପାଣି ବଢ଼ିବାର ସମ୍ଭାବନା ରହିଛି। ମୁଣ୍ଡଳିଠାରେ କଡ଼ା ସୁରକ୍ଷା ପ୍ରଶାସନ ଜାରି କରିଛି। ସମସ୍ତଙ୍କୁ ବାରଣ କରାଯାଉଛି କୌଣସି ସେଲ୍ଫି ନିଅନ୍ତୁ ନାହିଁ ଏବଂ ନଦୀବନ୍ଧ ଉପରକୁ ଯାଆନ୍ତୁ ନାହିଁ। ଏଇଭଳି କଡ଼ା ସୁରକ୍ଷା ଆଜି ଦିନଭରି ଚାଲି ରହିଛି। ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ଲଗାତାର ଗମ୍ଭୀର ହେଉଛି। ଆଜି ସକାଳଠାରୁ ସନ୍ଧ୍ୟା 8ଟା ସୁଦ୍ଧା ମୁଣ୍ଡଳି ବ୍ୟାରେଜ୍ ଦେଇ ପ୍ରାୟ 8,73,000 କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି।